ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କୁ ଆମର ଆଜିର ଆମର ଏହି ପରିବେଶ ପାଠର ପ୍ରଥମ ପାଠର ଏକତ୍ର ବାସ କରିବା ବିଷୟର ମିଳିମିଶି ଭୋଜନ କରିବା ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତା ସହ ଆମେ ଦେଖିବା ଆମେ ଆମର ଏଇ ଅଧ୍ୟାୟରେ କଣ ଶିଖିବା। ତ ଏଇ ଅଧ୍ୟାୟ ଶେଷରେ ତୁମେମାନେ କଣ ଶିଖିବ ନା ବନ ମହୋତ୍ସବ ପର୍ବର ଉପକାରିତା ସମ୍ପର୍କରେ କହିବ। କଣ କଣ ଆମର ଉପକାରିତା ମିଳୁଛି ବନ ମହୋତ୍ସବରେ ତାକୁ କହିପାରିବ ଓ ବିଭିନ୍ନ ଯୋଉ ପର୍ବପର୍ବାଣି ଆମେ ପାଳନ କରୁଛେ ତାକୁ ମଧ୍ୟ ତୁମେମାନେ କହିବ, ସେ ସମ୍ପର୍କରେ କହିବ। ତ ଦେଖିବା, ପ୍ରଥମେ ଆମେ ଦେଖିବା ଚନ୍ଦନ ଯୋଉ ତାଙ୍କ ଗାଁରେ ବନ ମହୋତ୍ସବ କରୁଥିଲେ ସେମାନେ ସେଠି କଣ କରିଥିଲେ। ତ ଦେଖିବା ଚିତ୍ରରେ ସେମାନେ ଗୋଟେ ବନ ମହୋତ୍ସବରେ ଗୋଟେ ଭୋଜିର ମଧ୍ୟ ଆୟୋଜନ କରିଥିଲେ। କଣ କରିଥିଲେ ଦେଖ, ବୃକ୍ଷରୋପଣ ପରେ ଚନ୍ଦନ ଓ ତା ସାଙ୍ଗମାନେ ସେହି ସ୍ଥାନ ଆଡକୁ ଦୌଡ଼ିଲେ ଯେଉଁଠାରେ ଖାଦ୍ୟ ରନ୍ଧା ହଉଥିଲା। କାରଣ ସମସ୍ତେ କାମ କରି ଥକି ଯାଇଥିଲେ, ତେଣୁ ଯେଉଁଠି ଖାଦ୍ୟ ରନ୍ଧା ହଉଥିଲା, ଯୋଉମାନେ ରନ୍ଧନ କାର୍ଯ୍ୟରେ ନିୟୋଜିତ ଥିଲେ ତାଙ୍କ ପାଖକୁ ସେମାନେ ଦୌଡ଼ିଲେ। ଗ୍ରାମର ଲୋକମାନେ ପନିପରିବା ଖାଦ୍ୟଶସ୍ୟ ଆଣୁଥିଲେ। ସମସ୍ତଙ୍କର କଠିନ ପରିଶ୍ରମ ପରେ ଆନନ୍ଦ ଉପଭୋଗ କରିବା ପାଇଁ ଏକ ଗୋଷ୍ଠୀ ଭୋଜନ ଉଦ୍ଦିଷ୍ଟ ଥିଲା। ସେମାନେ ଗୋଟେ ଗୋଷ୍ଠୀ ଭୋଜନର ଆୟୋଜନ କରିଥିଲେ, ଯୋଉଠି ସମସ୍ତେ ଖାଦ୍ୟ ଖାଇବେ। ସମସ୍ତେ ଏକାଠି ଖାଇବାକୁ ବସିଥିଲେ। ପିଲାମାନେ କଦଳୀ ପତ୍ର ବଣ୍ଟନ କରିଥିଲେ। ଉତ୍ସାହର ସହିତ ପିଲାମାନେ କଣ କରିଥିଲେ ନା କଦଳୀ ପତ୍ରକୁ ବଣ୍ଟନ କରିଥିଲେ। ଅନ୍ୟ ସ୍ୱେଚ୍ଛାସେବୀ ମାନେ ଖାଦ୍ୟ ପରିବେଷଣ କରିଥିଲେ ଓ ସମସ୍ତେ ଉତ୍ସାହିତ ହୋଇ କଥାବାର୍ତ୍ତା ହେଉଥିଲେ। ସ୍ୱାଦିଷ୍ଟ ଖାଦ୍ୟ ସହିତ ହସ ଓ ମଜା ମଧ୍ୟ ନେଉଥିଲେ। ହେଲା, ଚିତ୍ରରେ ଦେଖିପାରୁଥିବେ ସମସ୍ତେ ପିଲାମାନେ କିପରି ତାଙ୍କୁ କଦଳୀ ପତ୍ର ଦଉଛନ୍ତି, ସ୍ୱେଚ୍ଛାସେବୀ ମାନେ ତାଙ୍କ ପାଖରେ ଖାଦ୍ୟ ପରିବେଷଣ କରୁଛନ୍ତି। ତେଣୁକରି ଏହିପରି ଭାବରେ ସେମାନେ ଏକ ଗୋଷ୍ଠୀ ଭୋଜନର ଆୟୋଜନ କରିଥିଲେ। ତେଣୁକରି ସେମାନେ ଯେତେବେଳେ ଖାଇସାରିଲେ ସେ ପତ୍ର ଗୁଡିକ କଣ କଲେ ନା ସମସ୍ତେ ସେ ପତ୍ରକୁ ନେଇ ଏକ ଗାତରେ ଫିଙ୍ଗିଦେଲେ। କାହିଁକି ଗାତରେ ଫିଙ୍ଗିଲେ ଟିକେ ଭାବିଲ ପିଲାମାନେ? କାହିଁ ସେମାନେ ବାହାରେ କୋଉଠି ପକେଇ ଦେଲେନି, ଗାତରେ କାହିଁ ଫିଙ୍ଗିଲେ? କାରଣ ଯଦି ଗାତରେ ପୋତା ଯାଇଥିବା ପତ୍ର କଣ ହୁଏ ନା ଖତରେ ପରିଣତ ହୋଇଯାଏ। ଯେକୌଣସି ଆମର ଯୋଉ ଅଳିଆ ଆବର୍ଜନା ରହୁଛି, ଯେମିତି କି ଘରୁ ଯୋଉ ପରିବା ଚୋପା ବାହାରୁଛି କିମ୍ବା ବିଭିନ୍ନ ପତ୍ର ହେଲା, ସେ ସବୁକୁ ଆମେ ଯଦି ଗୋଟେ ଗାତରେ ପକେଇକି ରଖିବା, ସେ ସବୁ କଣ ହବ ନା ଅଣୁଜୀବ ମାନଙ୍କ ଦ୍ଵାରା ବିଘଟିତ ହୋଇ ଆମର ଖତରେ ପରିଣତ ହୋଇଯିବ। ଯାହାକି ଆମେ ଯଦି ଗଛରେ ଦବା, ଗଛ ଭଲ ବଢିବ। ମାଟିରେ ପ୍ରୟୋଗ କଲେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହବ ଆଉ ମାଟି ଆମକୁ ଭଲ ଫସଲ ଅମଳ କରିବାରେ ସାହାଯ୍ୟ କରିବ। ତେଣୁ ସେ ପତ୍ର ଗୁଡିକ ଆମେ ଏଣେ ତେଣେ ନ ଫୋପାଡି ଗୋଟେ ଗାତରେ ଆମେ ସବୁବେଳେ ପକାଇବା। ଠିକ ଅଛି ପିଲାମାନେ? ତେଣୁ ଏହା ପରେ କଣ ହେଲା ନା ବନ ମହୋତ୍ସବ ପର୍ବ ପାଳନ ଶେଷ ହୋଇଥିଲା ଓ ସମସ୍ତେ କ୍ଳାନ୍ତ ଥିଲେ, ତଥାପି ସେମାନେ ଖୁସି ଅନୁଭବ କରୁଥିଲେ। ସେମାନେ ଏକତ୍ର କାମ କରିଛନ୍ତି, ପାର୍କକୁ ସୁନ୍ଦର ଓ ଆକର୍ଷଣୀୟ କରିଛନ୍ତି। ତେଣୁ ପିଲାମାନେ ସେବେଠାରୁ ପାର୍କର ଯତ୍ନ ନେବାକୁ ନିଷ୍ପତ୍ତି ନେଲେ। ସେମାନେ ନିଷ୍ପତ୍ତି ନେଲେ ଯେ ଆମେ ଆଉ ପାର୍କକୁ ନଷ୍ଟ କରିବାନି, ଆମେ ଆମର ଏ ପାର୍କର ଉପଯୁକ୍ତ ଯତ୍ନ ନେବା। ଠିକ ଅଛି? ତ ଏବେ ଆଉ ଗୋଟେ ପର୍ବ ଆମେ ଦେଖିବା। ଦେଖ, ଆମ ଓଡିଶାର ଚିର ପରିଚିତ ପର୍ବ କଣ ନା ରଜ ପର୍ବ, ନା ନାଇଁ? ଯାହାକି ଏକ ଗଣ ପର୍ବ। ସମସ୍ତେ ଦୋଳି ଖେଳ ରଜରେ? ହଁ। ତେଣୁ ଏହା ଏକ କୃଷି ଭିତ୍ତିକ ପର୍ବ, ମନେ ରଖିଥାଅ। ରଜ ହେଉଛି ଏକ କୃଷି ଭିତ୍ତିକ ପର୍ବ। ଏହି ପର୍ବ 3 ଦିନ ଧରି ପାଳନ କରାଯାଏ। ଏହି ପର୍ବରେ ମାଟିକୁ ମା ରୂପେ ପୂଜା କରାଯାଏ ଏବଂ ଏହି ସମୟରେ ଚାଷ କାର୍ଯ୍ୟ କରାଯାଏ ନାହିଁ। ସେ ସମୟରେ କୌଣସି ପ୍ରକାର ଚାଷ କାର୍ଯ୍ୟ ରଜ ଟାଇମରେ କରାଯିବ ନାହିଁ। ମାଟି କେମିତି ଗାତ ମଧ୍ୟ ଖୋଳାଯିବ ନାହିଁ ମାଟିରେ। ଏହି ପର୍ବରେ ଲୋକମାନେ ପୋଡ ପିଠା ସହ
ବିଭିନ୍ନ ସୁସ୍ୱାଦୁ ଖାଦ୍ୟ କରି ଏକାଠି ବସି ସେମାନେ ଖାଇଥାନ୍ତି ହେଲା। ତେଣୁକରି ଏହା ହେଉଛି ଏକ କୃଷି ଭିତ୍ତିକ ପର୍ବ ରଜ। ଦେଖିବା ଚିତ୍ରରେ ପିଲାମାନେ ଦୋଳି ଖେଳୁଛନ୍ତି, ମା ବସି ପିଠା କରୁଛନ୍ତି। ତେଣୁକରି ଏହି ପର୍ବରେ ଆମେ ମଧ୍ୟ କଣ କରୁ ନା ଭାଗ ନେଇ ଆନନ୍ଦ ଉଲ୍ଲାସର ସହିତ ଆକୁ ପାଳନ କରିଥାଉ। ତ ଏବେ ଆଉ ଗୋଟେ ପର୍ବ ଆମେ ଦେଖିବା। ଦେଖ, ଆମ ଓଡିଶାର ଚିର ପରିଚିତ ପର୍ବ କଣ ନା ରଜ ପର୍ବ ନା ନାଇଁ, ଯାହାକି ଏକ ଗଣ ପର୍ବ। ସମସ୍ତେ ଦୋଳି ଖେଳ ରଜରେ। ହଁ, ତେଣୁ ଏହା ଏକ କୃଷି ଭିତ୍ତିକ ପର୍ବ। ମନେ ରଖିଥାଅ, ରଜ ହେଉଛି ଏକ କୃଷି ଭିତ୍ତିକ ପର୍ବ। ଏହି ପର୍ବ 3 ଦିନ ଧରି ପାଳନ କରାଯାଏ। ଏହି ପର୍ବରେ ମାଟିକୁ ମା ରୂପେ ପୂଜା କରାଯାଏ ଏବଂ ଏହି ସମୟରେ ଚାଷ କାର୍ଯ୍ୟ କରାଯାଏ ନାହିଁ। ସେ ସମୟରେ କୌଣସି ପ୍ରକାର ଚାଷ କାର୍ଯ୍ୟ ରଜ ଟାଇମରେ କରାଯିବ ନାହିଁ। ମାଟି କେମିତି ଗାତ ମଧ୍ୟ ଖୋଳାଯିବ ନାହିଁ ମାଟିରେ। ଏହି ପର୍ବରେ ଲୋକମାନେ ପୋଡ଼ ପିଠା ସହ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ କରି ଏକାଠି ବସି ସେମାନେ ଖାଇଥାନ୍ତି ହେଲା। ତେଣୁକରି ଏହା ହେଉଛି ଏକ କୃଷି ଭିତ୍ତିକ ପର୍ବ ରଜ। ଦେଖିବା ଚିତ୍ରରେ ପିଲାମାନେ ଦୋଳି ଖେଳୁଛନ୍ତି, ମା ବସି ପିଠା କରୁଛନ୍ତି। ତେଣୁକରି ଏହି ପର୍ବରେ ଆମେ ମଧ୍ୟ କଣ କରୁ ନା ଭାଗ ନେଇ ଆନନ୍ଦ ଉଲ୍ଲାସର ସହିତ ଆକୁ ପାଳନ କରିଥାଉ। ଏବେ ଆସ ଆମେ ଆଉ ଗୋଟିଏ ପର୍ବ ବିଷୟରେ ଜାଣିବା, ଯୋଉଟା କି ମାଘ ମାସ ବିହୁର ପ୍ରଥମ ଦିନ ଉର୍କା ବୋଲି କୁହାଯାଏ, ଯାହା ଜାନୁଆରୀ 14ରେ ପାଳନ କରାଯାଏ। କୋଉଠି ପାଳନ କରାଯାଏ ନା ଆସାମରେ ଏହାକୁ ପାଳନ କରନ୍ତି। ଠିକ ଅଛି, ବିହୁ ପର୍ବ। ତେଣୁକରି ସେଠି ସେମାନେ କଣ କରନ୍ତି ନା ଆନନ୍ଦ ଭୋଜି ଓ ଏକତାର ଉତ୍ସବ ରୂପେ ଏହାକୁ ପାଳନ କରିଥାନ୍ତି। ସମସ୍ତେ ଏକାଠି ହୋଇ ଆନନ୍ଦ ହୁଅନ୍ତି, ଉତ୍ସବ ପାଳନ କରନ୍ତି, ଭୋଜି ଭାତ କରନ୍ତି। ତେଣୁକରି ଏହି ପର୍ବକୁ ଆସାମରେ ସେମାନେ ପାଳନ କରିଥାନ୍ତି। ଏହି ଦିନ ଲୋକମାନେ ବାଉଁଶ ଓ ଘାସକୁ ବ୍ୟବହାର କରି ଏକ କୁଡ଼ିଆ ଭେଳା ଘର ନିର୍ମାଣ କରନ୍ତି। ଏହି ଉତ୍ସବରେ ଏକ ବଡ଼ ଭୋଜି ହେବା ସହିତ ମେଳା ହୁଏ, ଯେଉଁଠି ସେମାନେ ଏକାଠି ରୋଷେଇବାସ କରି ଆରାମରେ ଖାଇ ପିଇ ନାଚ କରି ସମୟ କଟାଇଥାନ୍ତି। ଆନନ୍ଦ ଉଲ୍ଲାସର ସହିତ ଆକୁ ସେମାନେ ବସି ପାଳନ କରିଥାନ୍ତି। ସେହିପରି ଦେଖିବା ଆଉ ଗୋଟେ ପର୍ବ, ଯୋଉଟା ସିକିମରେ ପାଳନ କରାଯାଏ। ସିକିମରେ ଯେତେବେଳେ ଫସଲ ଅମଳ କରିବାର ସମୟ ଆସେ, ଗୋଷ୍ଠୀର ଲୋକମାନେ ପରସ୍ପରକୁ ସାହାଯ୍ୟ କରିବାକୁ ଏକାଠି ହୁଅନ୍ତି। ତେଣୁ କୃଷିରେ ବିଶେଷଜ୍ଞ ଲୋକମାନଙ୍କୁ ଖେତାଲା କୁହାଯାଏ। ଏହିପରି ଅଭ୍ୟାସ ଗୁଡିକ ସହଜରେ ଫସଲ ଅମଳ କରିବାରେ ସାହାଯ୍ୟ କରେ। ଏହା ଲୋକଙ୍କ ମନରେ ମୈତ୍ରୀ ଭାବନା ସୃଷ୍ଟି କରିଥାଏ। ବୁଝିହେଲା? ତେଣୁକରି ଏହି ପର୍ବରେ ଲୋକମାନେ ସବୁ ଏକାଠି ହୋଇ କାର୍ଯ୍ୟ କରିଥାନ୍ତି। ତେବେ ଦେଖିବା, ଦେଖିଲ ଏଠି ତୁମ ମାନଙ୍କ ପାଇଁ ଆଉ କେତୋଟି ପର୍ବ ମୁଁ ଆଣିଛି। ଆମ ଓଡିଶାର ପର୍ବ ପ୍ରଥମ ଚିତ୍ର ଦେଖିଲ କଣ ଅଛି ନା ରଥଯାତ୍ରା। ସେ ରଥଯାତ୍ରା ପାଇଁ କେଉଁ ସହର ଫେମସ କୁହ? ପୁରୀ ସହର ରଥଯାତ୍ରା ନାହିଁ, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ରଥଯାତ୍ରା ହୋଇଥାଏ। ଦ୍ୱିତୀୟ ଚିତ୍ର ଦେଖିଲ କଣ ଅଛି? ବୋଇତ ବନ୍ଦାଣ କରାଯାଉଛି ନାଇଁ। ତ ବୋଇତ ବନ୍ଦାଣରେ କଣ ହଉଛି ଦେଖିଲ? କେବେ କରାଯାଏ? କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମେ କରୁନାହିଁ, ଡଙ୍ଗା ଭସଉ ବୋଇତ ବନ୍ଦାଣ କରିକି। ତାପରେ ଦେଖିବା କଣ ହଉଛି? ନୂଆଖାଇ ଗଣେଶ ପୂଜା ପରଦିନ ପାଳନ କରାଯାଏ, ଯୋଉଦିନ ଆମେ ଠାକୁରଙ୍କ ପାଖରେ ନୂଆ ଅନ୍ନ ଭୋଗ କରି ଆମେ ତାଙ୍କୁ ସେଠି କଣ କରୁ ଅର୍ପଣ କରିଥାଉ, ଆଉ ନୂଆ ଅନ୍ନ ଆମେ ନିଜେ ଖାଇଥାଉ। ତା ସହିତ ଚୈତି ଘୋଡା ନାଚ ହୁଏ, ଯୋଉଟା ଆମର ଚୈତ୍ର ପୂର୍ଣ୍ଣିମା ଦିନ କରାଯାଇଥାଏ। ତା ସହିତ ଆମର ଯୋଉ ଦୁର୍ଗା ପୂଜା କରାଯାଏ, କଟକର ଦୁର୍ଗା ପୂଜା ଜାଣିଥିବ ସମସ୍ତେ, ଫେମସ। କଟକର ଦୁର୍ଗା ପୂଜା କରାଯାଏ, ମା ଦୁର୍ଗାଙ୍କୁ ଦଶହରା ଦିନ ଆମେ ପୂଜା କରିଥାଉ। ତ ଏହିପରି ଭାବରେ ଆମେ ବିଭିନ୍ନ ପ୍ରକାରର ପର୍ବ ପାଳନ କରିଥାଉ। ଏବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର ଦେଖିବା। ବୃକ୍ଷରୋପଣ ପରେ ପିଲାମାନେ କେଉଁଠାକୁ ଦୌଡ଼ିଲେ? ଯେଉଁଠାରେ ଖାଦ୍ୟ ରନ୍ଧା ହଉଥିଲା।
ଗ୍ରାମବାସୀ ମାନେ ଭୋଜି ପାଇଁ କଣ ସବୁ ଆଣୁଥିଲେ? ପନିପରିବା ଓ ଖାଦ୍ୟ ଶସ୍ୟ। ଖାଇବା ପାଇଁ ପିଲାମାନେ କଣ ବଣ୍ଟନ କରୁଥିଲେ? କଦଳୀ ପତ୍ର, ନାଇଁ? ସମସ୍ତେ ମିଶି ଖାଇବାକୁ କେଉଁ ଭୋଜନ କୁହାଯାଏ? ଗୋଷ୍ଠୀ ଭୋଜନ। ଭେରି ଗୁଡ। ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। କଠିନ ପରିଶ୍ରମ ପରେ ଆନନ୍ଦ ପାଇଁ ଡ୍ୟାସ ର ଆୟୋଜନ ହୋଇଥିଲା? ଗୋଷ୍ଠୀ ଭୋଜନ, ନାଇଁ? ସ୍ୱେଚ୍ଛାସେବୀ ମାନେ ପିଲା ଓ ଗ୍ରାମବାସୀଙ୍କୁ ଡ୍ୟାସ ପରିବେଷଣ କରୁଥିଲେ? ଖାଦ୍ୟ ପରିବେଷଣ କରୁଥିଲେ। ସମସ୍ତେ ଡ୍ୟାସ ଖାଇବାକୁ ବସିଥିଲେ? ଏକାଠି ହୋଇ ଖାଇବାକୁ ବସିଥିଲେ। ବନ ମହୋତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠୀର ଡ୍ୟାସ କାମକୁ ସହଜ କରିଦେଲା? ସହାୟତା, ନାଇଁ? ଭେରି ଗୁଡ। ଏବେ ଦେଖିଲ ଆଉ ଗୋଟେ ପ୍ରଶ୍ନ। ଗୋଷ୍ଠୀ ଭୋଜନ କାହିଁକି ଉଦ୍ଦିଷ୍ଟ ଥିଲା? ସମସ୍ତଙ୍କର କଠିନ ପରିଶ୍ରମ ପରେ ଏକାଠି ହୋଇ ଆନନ୍ଦ ଉପଭୋଗ କରିବା ପାଇଁ, ନାଇଁ? ଭେରି ଗୁଡ। ତେବେ ଖାଦ୍ୟ ଖାଇବା ସମୟରେ ପରିବେଶ କିପରି ଥିଲା? ସମସ୍ତେ ଉତ୍ସାହିତ ଥିଲେ। ମିଳିମିଶି ଖାଇବା ଦ୍ୱାରା ପରିବେଶରେ ଏକତା ଓ ଆନନ୍ଦ ଭରି ରହିଥିଲା। ଏହି ବିଷୟରୁ ଆମେ ଗୋଷ୍ଠୀ ସମ୍ପର୍କରେ କଣ ଶିଖିଲେ? ଆମେ ଶିଖିଲେ ଯେ ଗୋଷ୍ଠୀର ସହାୟତାରେ ଯେକୌଣସି କାମ ସହଜରେ ହୋଇଥାଏ ଓ ମିଳିମିଶି ରହିଲେ ଖୁସି ବୃଦ୍ଧି ପାଏ। ଭୋଜନ ପରିବେଷଣରେ କିଏ ସାହାଯ୍ୟ କରୁଥିଲେ? ସ୍ୱେଚ୍ଛାସେବୀ ମାନେ ଭୋଜନ ପରିବେଷଣରେ ସାହାଯ୍ୟ କରୁଥିଲେ। ତ ଏହା ହିଁ ଥିଲା ଆମର ଏହି ଅଧ୍ୟାୟର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେମାନେ କିଛି ନୂଆ ଶିଖିଥିବ। ତେଣୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।